ଗ୍ରହମାନଙ୍କର ଗତିରେ ପରିବର୍ତ୍ତନ ଏବଂ ରାଶି ପରିବର୍ତ୍ତନ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇପାରେ। 15 ଜୁଲାଇରେ ବୃହସ୍ପତି ଅସ୍ତ ହେବାକୁ ଯାଉଛନ୍ତି, ଯାହାର ପ୍ରଭାବ 4ଟି ରାଶି ପାଇଁ ଭାରି ଅଶୁଭ। ଆସନ୍ତୁ ଜାଣିବା ଏହି 4ଟି ରାଶି ବିଷୟରେ। 15 ଜୁଲାଇ 2026 ବୁଧବାର ସନ୍ଧ୍ୟା 7:59 ବୃହସ୍ପତି ଅସ୍ତ ହେବେ। ବୃହସ୍ପତି କର୍କଟ ରାଶିରେ ଅସ୍ତ ହେବେ। ଏହାପରେ 12 ଅଗଷ୍ଟରେ ବୃହସ୍ପତି ଉଦୟ ହେବେ। ଗୁରୁଙ୍କ ଅସ୍ତ ପ୍ରଭାବ ବୈଦିକ ଜ୍ୟୋତିଷ ଅନୁସାରେ କର୍କଟ ରାଶିରେ ବୃହସ୍ପତିଙ୍କ ଅସ୍ତ ଅନେକ ରାଶି ପାଇଁ ଅସୁବିଧା ବୃଦ୍ଧି କରିପାରେ। ବୃହସ୍ପତିଙ୍କ ଅସ୍ତ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ଆର୍ଥିକ, ବ୍ୟାପାର, ଶିକ୍ଷା ଏବଂ ପାରିବାରିକ ଜୀବନରେ ଆସୁଥିବା ସମ୍ମୁଖୀନ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବେ ଏହି 4ଟି ରାଶି ବିଷୟରେ, ଯେଉଁମାନେ ଗୁରୁଙ୍କ ଅସ୍ତ ଦ୍ୱାରା ଅଧିକ ପ୍ରଭାବିତ ହେବେ। କର୍କଟ ରାଶି। କର୍କଟ ରାଶିରେ ବୃହସ୍ପତିଙ୍କ ଅସ୍ତ କର୍କଟ ରାଶି ପାଇଁ ଅଶୁଭ ପ୍ରମାଣିତ ହୋଇପାରେ। ଏହି ବ୍ୟକ୍ତିମାନେ ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ରହିବେ। ଆପଣଙ୍କୁ ତରବର କାର୍ଯ୍ୟ ଏବଂ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଉଚିତ। ଆପଣ ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ। ସିଂହ ରାଶି। ସିଂହ ରାଶି ପାଇଁ ବୃହସ୍ପତିଙ୍କ ଅସ୍ତ ହେତୁ ସିଂହ ରାଶିର ଲୋକମାନେ ଚାପର ସମ୍ମୁଖୀନ ହେବେ। ସେମାନଙ୍କ ସମସ୍ୟା ବଢ଼ିପାରେ। ବୃଦ୍ଧି ପାଉଥିବା ଖର୍ଚ୍ଚ ଏବଂ ଖରାପ ଜୀବନ ଅସୁବିଧା ସୃଷ୍ଟି କରେ। ବୃହସ୍ପତିଙ୍କ ଅସ୍ତର ପ୍ରଭାବରେ ଧନୁରାଶିର ଲୋକମାନେ ବ୍ୟକ୍ତି ସହିପାରନ୍ତି। ଏହି ଲୋକମାନେ ଟଙ୍କା ପ୍ରତି ସତର୍କ ରହିବା ଆବଶ୍ୟକ। ଏମାନଙ୍କୁ ନିବେଶ କରିବାରେ ଦୂରେଇ ରହିବା ଉଚିତ। ଶୀଘ୍ର ନିବେଶ କ୍ଷତି କରିପାରେ। ମକର ରାଶି। ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଗୁରୁ ବୃହସ୍ପତିଙ୍କ ଅସ୍ତ ଅଶୁଭ ହୋଇଥାଏ। ଏମାନଙ୍କ ବୈବାହିକ ଜୀବନ ଅସୁବିଧାର ସମ୍ମୁଖୀନ ହୋଇଥାଏ। ସହଭାଗିତା ବ୍ୟବସାୟ କ୍ଷତି ସହିପାରେ। ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ।